ଆପଣ କେତେ ଅସୁବିଧାରେ ଯାଉଛନ୍ତି ତାର ମାନେ ବାଇକ୍ ବି ଯିବାଟା ମୁସ୍କିଲ ହେଇଛି। ଇଆଡେ ଦେଖ ଆମର ଅଟୋ ଗୁଟେ ଅଛି ଇନ ସେ ଅଟୋ କେ ଆମକେ ନେବାର ଲାଗି ଯଦି ଫୁଲମୁଡା ଆମେ ଯାଉଛୁ ଆମକେ ନିହାତି ତାର ମାନେ ଯେନ୍ତା ଅଧା ଘଣ୍ଟା କି 15 ମିନିଟ ସରିଯିବାର ଜାଗାରେ ଆମକେ ଇନକେ 1.5 ଘଣ୍ଟା ଲାଗିଯିବା। ତ ହେଲେ ବି ଆମେ ଫୁଲମୁଡା ଯିମୁ ବାଧ୍ୟ ହେଇକିରି ଯିବାର ଅଛି। ତ ଇ ରୋଡଟା ଆମେ ଦେખાମୁ ଯେ ରୋଡଟା ଅଛି ତ ଦେଖୁଥିବେ କ୍ୟାମେରା ପର୍ସନ ମଞ୍ଜାଏ କହମି ରୋଡ ଟିକେ ଦେଖିଛ ତମେ ଆକାଡେ এটা ଦେଖୁଥିବ ରୋଡ କେତେ ଖରାପ ହେଇଛି। ସେଇ ଦୃଷ୍ଟିରୁ ଆମେ ଆଜି ଭିଡିଓ ମାଧ୍ୟମରେ ଲୋକଲୋଚନକେ ଆଣବାର ଲାଗି ଭିଡିଓ ମାଧ୍ୟମରେ ଗୋଟେ ଦେବୁ ବୋଲି ଆଶା କରୁଛୁ। ତ ଦେଖୁନ୍ ତ ଏଇଟା ହଉଛି ସେ ଆମର ଫୁଲମୁଳାର ରାସ୍ତା ଯେନ୍ଟା କି ଆମର ଫୁଲମୁଳାର ଭାଇ ମାନେ ଏଠି ଯାତାୟାତ କରୁଛନ୍। ତ ଆଉ ଜଣେ ଭାଇଟେ ଅଛନ୍ ତାଙ୍କର ଟିକେ ବାଇନ ନାମା ଯେ ଭାଇ ଟିକେ ଆଜ୍ଞା ଯେତେବେଳେ ଫୁଲମୁଡ଼ା ରାସ୍ତାରେ ଆଉଥିଲେ କେନ୍ତା ଲାଗୁଛି ତା ମାନେ ରାସ୍ତାଟା ବହୁତ ତ ଠିକ ନାହିଁ ନା ହଁ ଖାଲି ଅଛି ଟିକେ ମେଟାଲ ପଡିଛେ ହଁ ଟିକେ ଅସୁବିଧା ଲାଗୁଛି ଆସିବାର ଲାଗି। ତମେ ଫୁଲମୁଡ଼ାରୁ ସେ ଗାଁରୁ ପୁରା ଭିତରେ ଆଇଛ ନାଇଁ ହଁ ଭିତରେ ଭିତରେ ଆସୁଛି। ତ ଦେଖୁଥିବେ ଆଜ୍ଞା ଜଣେ ବି ତାଙ୍କୁ ଭେଟନୁ ସେଇ କଥା କହୁଛନ୍ ଯେନ୍ଟା କି ଆମର ଫୁଲମୁଡ଼ା ରାସ୍ତାଟା ଏମାନେ ବନିମୁଡ଼ା ପଞ୍ଚାୟତ କେ ଡିପେଣ୍ଡ କରସନ୍ ଆକ୍ଚୁଆଲି ଆମର ପାଟନାଗଡ଼ ବ୍ଲକ। ତ ଇ ରାସ୍ତାରେ ଚଲାଚୁଲି କରୁଛନ୍ ଯେତେ ଲୋକର ବହୁତ ଅସୁବିଧା ଅଛି ସେ ଦୃଷ୍ଟି ରହିକିରି ଆଜି ଆମେ ସରକାରକେ ଜଣାଉଛୁ ଯେ ଇ ରାସ୍ତାଟା କେବେ ହେଇପାରବା ଆମେ ଆଶା କରୁଛୁ। ଚलो ଆଜ୍ଞା ବହୁତ ବହୁତ ଧନ୍ୟବାଦ।